ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ହୁମା ପଞ୍ଚାୟତ ଅନ୍ତର୍ଗତ 5 ଫୁଟ ଉନ୍ନୀତ ସରକାରୀ ହାଇସ୍କୁଲରେ ଜାତୀୟ ପୁସ୍ତକ ସପ୍ତାହର ତୃତୀୟ ଦିବସ ପାଳିତ ହୋଇଛି। ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ଲାଇବ୍ରେରୀର ସଭ୍ୟ ସମ୍ପାଦକ ରଘୁନାଥ ମିଶ୍ର, ପ୍ରଫେସର ଶଙ୍କର ପ୍ରସାଦ ପତି, ଇଞ୍ଜିନିୟର ବିଭୂତି ନାରାୟଣ ମାଝୀ, ଡକ୍ଟର ନିରୁପମା ବଡ଼ପଣ୍ଡା ପ୍ରମୁଖ ଯୋଗଦେଇ ପିଲାଙ୍କୁ ପୁସ୍ତକ ପଠନର ଉପକାରିତା ସମ୍ବନ୍ଧରେ ସୂଚନା ଦେଇ ଅଧିକ ମାତ୍ରାରେ ବହି ପଢ଼ିବାକୁ ଆହ୍ୱାନ ଦେଇଥିଲେ। ସଂଯୋଜକ ରାଜେନ୍ଦ୍ର ପଣ୍ଡା ପ୍ରାରମ୍ଭରୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରି ପିଲାଙ୍କୁ ଲାଇବ୍ରେରୀ, ଖବରକାଗଜ ପଢ଼ିବା ଅଭ୍ୟାସ ଜାରି ରଖିବାକୁ କହିଥିଲେ। ଏହି ଉପଲକ୍ଷେ ଆୟୋଜିତ ପୁସ୍ତକ ପଢ଼ିବା କାହିଁକି ଶୀର୍ଷକ ଉପରେ ଆୟୋଜିତ ଏକ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ହରିପ୍ରିୟା ବେହେରା, ସ୍ମୃତିରେଖା ଗଡ଼ତିଆ ଓ ଇତିଶ୍ରୀ ମାଝୀଙ୍କୁ ଡାକ୍ତର ନାରାୟଣୀ ପଣ୍ଡାଙ୍କ ପ୍ରାୟୋଜିତ ଜନକ ପ୍ରିୟା ଟ୍ରଫି ଓ ପ୍ରମାଣପତ୍ର ସହ ସମ୍ମାନିତ କରାଯାଇଥିଲା।